ତ ଦେଖିବା ଆଉ କେତେକ ମଲ୍ଟିପଲ ଚଏସ୍ କ୍ୱେଶ୍ଚନ। ପ୍ରଥମ କ୍ୱେଶ୍ଚନଟି ଅଛି ଭାରତ ରାଷ୍ଟ୍ରସଂଘରେ କେତୋଟି ରାଜ୍ୟ ରହିଛି? ଅପସନ ଅଛି 28ଟି, 29ଟି, 30ଟି, 31ଟି। ତ ତାର ସଠିକ ଆନ୍ସର ହଉଛି ଭାରତରେ 28ଟି ରାଜ୍ୟ ଏବଂ 8 ଗୋଟି କଣ ଅଛି ନା କେନ୍ଦ୍ରଶାସିତ ଅଞ୍ଚଳ ଅଛି। ତାପରେ ନେକ୍ସଟ କ୍ୱେଶ୍ଚନ ଆସିବ କଣ ନା ଯୋଜନା ଆୟୋଗର ଅଧ୍ୟକ୍ଷ କିଏ ଥିଲେ? ଅପସନ ଗୁଡ଼ିକ ଅଛି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ, ଉପରାଷ୍ଟ୍ରପତି। ଏହାର ସଠିକ ଆନ୍ସରଟି କଣ ହବ ନା ପ୍ରଧାନମନ୍ତ୍ରୀ। ତାପରେ ଆମେ ଦେଖିବା ଭାରତ ହେଉଛି ରାଜ୍ୟମାନଙ୍କର ଏକ କେଉଁ ପ୍ରକାର ସମାହାର? ଅପସନ ଗୁଡ଼ିକ ଅଛି ବିଲୋପୀୟ, ଅବିଲୋପୀୟ, ଦୁର୍ବଳ, ମହଜୁଦ। ଏହାର ସଠିକ ଆନ୍ସରଟି କଣ ହବ ନା ସଠିକ ଆନ୍ସରଟି ହେବ ଭାରତ ହେଉଛି ରାଜ୍ୟମାନଙ୍କର ଏକ ଅବିଲୋପୀୟ ସମାହାର। ତ କଣ ପାଇଁ ନା ଆମର ସମ୍ବିଧାନର ଧାରା 3ରେ ଉଲ୍ଲେଖ କରାଯାଇଛି। କଣ ଉଲ୍ଲେଖ କରାଯାଇଛି ନା ଭାରତ ସମ୍ବିଧାନର ରାଜ୍ୟଗୁଡ଼ିକ ସୀମାରେଖାକୁ କେନ୍ଦ୍ର ସରକାର କଣ କରିପାରିବେ? ପରିବର୍ତ୍ତନ କରିପାରିବେ ବା ସେ ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ବିଲୋପ କରିପାରିବେ। ତେଣୁ ଏହା ଏକ ଅବିଲୋପୀୟ ରାଜ୍ୟମାନଙ୍କର ସମାହାର। ତାପରେ ଦେଖିବା ସଂସଦ କେନ୍ଦ୍ର ତାଲିକା ଓ କେଉଁ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରେ? ତ ଅପସନ ଗୁଡ଼ିକ ଅଛି ଏଠାରେ ସାମ୍ବିଧାନିକ, ରାଜ୍ୟ, ଯୁଗ୍ମ କୌଣସିଟି ନୁହେଁ। ଏଟାର ସଠିକ ଆନ୍ସରଟି ହବ କଣ ନା ଯୁଗ୍ମ। ତ ଯୁଗ୍ମ ତାଲିକା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ। ତାପରେ ନେକ୍ସଟ କ୍ୱେଶ୍ଚନଟି ଅଛି ସପ୍ତମ ଅନୁସୂଚୀରେ କେତୋଟି ତାଲିକା ରହିଅଛି? 3, 4, 5, 6। କେତୋଟି ତାଲିକା ରହିଛି ନା ସପ୍ତମ ଅନୁସୂଚୀରେ 3 ଗୋଟି ତାଲିକା ରହିଛି। କଣ କଣ ନା ରାଜ୍ୟ ତାଲିକା, କେନ୍ଦ୍ର ତାଲିକା ଏବଂ ଯୁଗ୍ମ ତାଲିକା। 3ଟି ତାଲିକା ରହିଛି। ଭାରତର ସମ୍ବିଧାନ ଯୁଗ୍ମ ତାଲିକା ରଖିବା ବ୍ୟବସ୍ଥା ପୃଥିବୀର କେଉଁ ସମ୍ବିଧାନର ପ୍ରଭାବ କ୍ରମେ ଅନ୍ତର୍ଭୁକ୍ତ ହୋଇଛି? ଅପସନ 1ରେ ଅଛି ଆୟାରଲାଣ୍ଡ, 2ରେ ବ୍ରିଟେନ, 3ରେ ଅଷ୍ଟ୍ରେଲିଆ, 4ରେ କାନାଡା। ଏହାର ସଠିକ ଆନ୍ସରଟି କଣ ହବ ନା କାନାଡା। ତାପରେ ନେକ୍ସଟ କେନ୍ଦ୍ର ସରକାର ନିମ୍ନଲିଖିତ କେଉଁ ତାଲିକା କ୍ଷେତ୍ରରେ ସର୍ବାଧିକ ଏବଂ ଏକକ କ୍ଷମତା ଉପଭୋଗ କରନ୍ତି? ଯୁଗ୍ମ ତାଲିକା, ରାଜ୍ୟ ତାଲିକା, କେନ୍ଦ୍ର ତାଲିକା ଏବଂ ସଂଘୀୟ ତାଲିକା। ଏହାର ସଠିକ ଆନ୍ସରଟି ହବ କଣ ନା କେନ୍ଦ୍ର ତାଲିକା। କେନ୍ଦ୍ର ତାଲିକାରେ କେତୋଟି ବିଷୟ ଅଛି? 97 ଗୋଟି ବିଷୟ ଅଛି। ତାପରେ ନେକ୍ସଟ ସାମାଜିକ ନିରାପତ୍ତା ଓ ସାମାଜିକ ବୀମା କେଉଁ ତାଲିକା ଭୁକ୍ତ ବିଷୟ ଅଟେ? ଅପସନ ଗୁଡ଼ିକ ଅଛି କଣ ନା ଯୁଗ୍ମ ତାଲିକା, କେନ୍ଦ୍ର ତାଲିକା, ଅବଶେଷ କ୍ଷମତା, ରାଜ୍ୟ ତାଲିକା। ଏହାର ସଠିକ ଆନ୍ସରଟି ହବ କଣ ନା ଯୁଗ୍ମ ତାଲିକା। ଏବେ 29 ନମ୍ବର କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ ସରକାରଙ୍କ ଦ୍ୱାରା ସଂଗଠିତ ଲଟେରୀ କେଉଁ ତାଲିକାର ଅନ୍ତର୍ଭୁକ୍ତ? ସରକାର କେନ୍ଦ୍ର ତାଲିକା, ରାଜ୍ୟ ତାଲିକା, ଯୁଗ୍ମ ତାଲିକା, ସଂଘୀୟ ତାଲିକା। ଏହାର ସଠିକ ଆନ୍ସରଟି ହବ କଣ ନା ରାଜ୍ୟ ତାଲିକା। ତାପରେ ନେକ୍ସଟ କ୍ୱେଶ୍ଚନଟି ଅଛି
କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ଶିକ୍ଷା ବିଷୟ ରାଜ୍ୟ ତାଲିକାରୁ ଯୁଗ୍ମ ତାଲିକାକୁ ସ୍ଥାନାନ୍ତରିତ ହୋଇଛି? यार पूर्व भिडियो में आलोचना करी एटा अछि 24तम 42तम 44तम एवं 52तम। यार सठिक आंसर टी हम कौन ना 42तम। एटा क्यों मसीह हेतिला ना एटा हेतिला मोर 1976 76 इंदिरा गांधी को समय। आंतरराज्य परिषद संविधान क्यों धारा बल स्थापित होता है? ऑप्शन गुड़ी कौन अच्छी? ऑप्शन गुड़िक अच्छी तुम 263 283 292 और 352। यार सठिक आंसर टी हम कौन ना 263। नेक्स्ट, एक संघीय राष्ट्र रे किए केंद्र राज्य मध्य क्षमता बंटन करी थांती? ऑप्शन गुड़िक अच्छी केंद्र सरकार, केंद्र और राज्य सरकार मिलित समिति, लिखित संविधान, उच्च न्यायालय। यार सठिक आंसर टी कौन हम? सठिक आंसर टी हम तुमर लिखित संविधान। लिखित संविधान लिखित होता है जे क्यों क्षमता किए उपभोग करिवो, जेपरि आम देशर सप्तम अनुच्छेद रे लिखित होइछि। केउं माध्यम रे केंद्र सरकार राज्य मानकु अर्थ सहायता जोगै थांती? तो ऑप्शन गुड़िक अच्छी कौन? ऑप्शन गुड़िक अच्छी तुमर ऋण, विनियोग पत्र, लेटर ऑफ क्रेडिट एवं अनुदान। सठिक आंसर टी कौन हम ना अनुदान माध्यम रे। एवं एटा आम संविधान केते ना धारा 280 रे उल्लेख करा जायछि जे कौन करिवो ना केंद्र सरकार राज्य सरकार को आर्थिक सहायता जोगाई। 34 नंबर क्वेश्चन, स्वायत्त शासन लक्ष्य कौन? क्षमता केंद्रीकरण, गणतंत्र प्रतिष्ठा, एकछत्रवाद शासन, क्षमतार विकेंद्रीकरण। यार सठिक आंसर टी कौन हम? सठिक आंसर टी हम क्षमतार विकेंद्रीकरण। नेक्स्ट, स्वायत्त शासन को कहार मूल भित्ति कहा जाए? एकछत्रवाद, अभिजातीय तंत्र, तुम गणतंत्र, तुम समाजवाद। यार सठिक आंसर टी कौन हम ना सठिक आंसर टी हम गणतंत्रवाद। गणतंत्र मूल भित्ति कहा जाए। कहीं ना स्थानीय स्वायत्त शासन हूँ गणतंत्र मूल भित्ति कौन पाई ना यार कारण हूँ स्थानीय स्तर लोक मैंने सीधा सड़क कौन करती शासन प्रक्रिया अंशग्रहण करी। 1 लाख रु ऊर्ध्व लोकविष्ट नगर गुड़िक स्वायत्त शासन संस्था को कौन कह जाए? 1 लाख रु ऊर्ध्व तो सेगुड़ी कौन कह जाए? ऑप्शन अच्छी कॉर्पोरेशन, म्युनिसिपालिटी, ग्राम पंचायत, जिला परिषद। सेगुड़ी कौन कह जाए ना कॉर्पोरेशन कह जाए। नेक्स्ट, उड़ीसा रे वर्तमान केतोटी कॉर्पोरेशन अच्छी? तो उड़ीसा रे वर्तमान 3 4 2 5। सठिक आंसर टी हम 5टी अच्छी। कौन कौन ना गोटे अच्छी भुवनेश्वर, गोटे अच्छी कटक, गोटे अच्छी ब्रह्मपुर, चलुनी कहीं ब्रह्मपुर, आउ गोटे अच्छी कौन राउरकेला एवं अन्यटी अच्छी संबलपुर। ठीक अच्छे। तापरे आम देखा कॉर्पोरेशन रो मुख्य को कौन कहती? मेयर, चेयरमैन, सभापति, सरपंच। यार सठिक आंसर टी हम
ମେୟର କୁହନ୍ତି। ତାପରେ ଦେଖ ନଗରପାଳିକାର ମୁଖ୍ୟଙ୍କୁ କଣ କୁହନ୍ତି? ନଗରପାଳିକାର ମୁଖ୍ୟଙ୍କୁ କଣ କୁହନ୍ତି? ମେୟର, ନଗରପାଳ, ସଭାପତି, ଚେୟାରମ୍ୟାନ। ତ ଏଠାରେ ମୁଖ୍ୟକୁ କଣ କୁହାଯାଏ? ଏଠାରେ ଚେୟାରମ୍ୟାନ ବା ଚେୟାରପର୍ସନ ବି କୁହାଯାଏ, ନଗରପାଳ ବି କୁହାଯାଏ। ଦୁଇଟାକ ଅଛି, ତେଣୁ ତମେ ନଗରପାଳଟା କୁହାଯାଏ। ନଗରପାଳିକାର ମୁଖ୍ୟକୁ କଣ କୁହାଯାଏ? ନଗରପାଳ କୁହାଯାଏ। ଛୋଟ ସହର ମାନଙ୍କ ଥିବା ସ୍ୱୟଂ ସଂସ୍ଥାକୁ କଣ କୁହାଯାଏ? ତ ଅପସନ ଗୁଡ଼ିକ ଅଛି ଏନ୍ଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ବା ନୋଟିଫାଇଡ ଏରିଆ କାଉନସିଲ, ଆଉ ତମର ଅଛି ମ୍ୟୁନିସିପାଲିଟି, କର୍ପୋରେସନ, ଜିଲ୍ଲା ପରିଷଦ। ସଠିକ ଆନ୍ସରଟି ହବ ତମର କଣ ନା ଏନ୍ଏସି କୁହାଯାଏ। ଠିକ ଅଛି, ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ, ସାଙ୍ଗମାନଙ୍କୁ ସେୟାର କରିବ।